ତ ହ୍ୟାଲୋ ଗାଇଜ୍, ଆପଣଙ୍କୁ ନମସ୍କାର ଆଉ ଜୟ ଜଗନ୍ନାଥ। ଆଜି ଗୋଟେ ଭିଡିଓ ଉପରେ ଚର୍ଚ୍ଚା କରିବା। ସେ ଭିଡିଓଟା ମୁଁ ଆଉ ବିଶ୍ଵ ବାବୁ ତିନି ଜଣ ଯାକ ଯାଇଥିଲୁ ଶ୍ରୀପଦା। ଆପଣଙ୍କୁ ବ୍ଲଗରେ ଦେଖିଥିବେ ସେ ଭିଡିଓଟି ଟାଇଟେଲ ହଉଛି ଜଗତ ଉପରେ ଅନେକ। ବ୍ଲଗଟା ଯୋଉମାନେ ଦେଖି ନାହାନ୍ତି ଯାଇକି ଦେଖିବେ। ସେଠି ଗାଇଛି ଏମିତି ଗୋଟେ ସିଚୁଏସନ ହେଲା ଯୋଉଟା ଜୀବନରେ କେବେ ଲାଇଫରେ ହେଇନଥିଲା। ଆଗରୁ ତ ଭିଡିଓ ଫିଡିଓ ଏତେ ବନଉନଥିଲି, କିନ୍ତୁ ଯୋଉ ଦିନଠୁ ୟୁଟ୍ୟୁବ ଚ୍ୟାନେଲ କରିକି ଆମେ ଗୋଟେ ଜାଣିବା ପାଇଁ, ଗୋଟେ ସତ ମିଛ ଦେଖିବା ପାଇଁ ଗୋଟେ ଭିଡିଓ ବନେଇବା ପାଇଁ ଚେଷ୍ଟା କଲି। ତ ଜିନିଷଟା କଣ ହେଲା କି ଦୁଇ ତିନି ଜାଗା ବନେଇଲୁ, କିନ୍ତୁ ଫାଷ୍ଟ ଫାଷ୍ଟ ଏତେ ମାନେ ମୁହାଁମୁହିଁ ପାଖାପାଖି କେବେ ଏମିତି ହେଇନଥିଲା। ଆବାଜ ଆସେ, ଆମେ ରେକର୍ଡ କରୁ, ଆପଣଙ୍କୁ ଶୁଣନ୍ତୁ ଦେଖୁ, କିନ୍ତୁ ଏମିତି ଯେମିତି ଛାଇ ଗୋଟେ ଅନେଇବାର ଏଇ ସିନ୍ଟା କେବେ ଆମ ସାଙ୍ଗେ ହେଇନଥିଲା, ଯୋଉଟା କି ଫାଷ୍ଟ ଟାଇମ ଆମ ସାଙ୍ଗରେ ଘଟିଲା ସେଇଠି, ଯୋଉଟା ଛତିପଦାରେ। ଆଉ ଗୋଟେ ଭିଡିଓ ମୁଁ ପକେଇଥିଲି ମତକା କୁଆ ଯୋଉଟା କହନ୍ତି। ତ ସେଠି ଗାଇଛି ଏମିତି ହେଲା ଘଟଣା, ମୁଁ ଦେଖିନି କଣ କିଏ ମତେ ଟାଣିଲା, କିଏ ମତେ ପକେଇଲା, କିଏ ମତେ ଫିଙ୍ଗିଲା। ସେ ଜିନିଷଟା ମୁଁ କେବେ ବିଶ୍ୱାସ ହିଁ କରେନି। ଯେ ଧର ଗୋଟେ ସାଇଡ୍ ଅଛି, ପିଟି ଦବ କି ମାନେ ଆସିକି ବାଡେଇ ହେଇଯିବ, ସେ ଜିନିଷ ନୁହଁ। କିନ୍ତୁ ପବନ ଥାଏ, ଏମିତି ଆମକୁ ଲାଗେ ଯେ ନାଇଁ ଆମର ଏଇଟା କିଏ ଧରିଛି, ଟିକେ ଭାରି ଲାଗେ। ସେଇଭଳି ଟାଇପର ଫିଲ୍ ହେଇଗଲା ମତେ ଯେତେବେଳେ ମୁଁ କହିଲି। ତ କିଛି ମତେ ପକେଇଦେଲା, ସାଙ୍ଗେ ସାଙ୍ଗେ ଉଠିକି ଯେତେବେଳେ କ୍ୟାମେରାମ୍ୟାନ ଯୋଉ ବିଶ୍ୱାଳ ଥିଲେ ପୁରା ଫୋକସ କରିଥିଲେ ସେଇ ଶୁକୁଳା ଗଛ। ସେଟା କି ଗଛ ହେଇପାରେ କହିପାରିବିନି, କିନ୍ତୁ ପୁରା ଶୁକୁଳାଟା ଥିଲା। ସେଠି ଏମିତି କିଛି ହେଲା ନାହିଁ, ଯୋଉଟାକି ଏଡିଟିଂରେ ମୁଁ ଦେଖିଲି ପୁରା ସ୍ଲୋ ମୋସନରେ ପ୍ରପର କି ଗୋଟେ 5-6 ଫୁଟର, 5-6 ଫୁଟ ହବ, ବେଶୀ ହବନି, ସେମିତି ଝିଅ ଟାଇପର, ଝିଅ ଟାଇପର ହ୍ୱାଇଟ ହ୍ୱାଇଟ କଲରର ଟୋଟାଲ। ତ ଟୋଟାଲ ହ୍ୱାଇଟ କଲରର ଏମିତି ଜିନିଷ ହେଲା ଗାଇ ସେଇ ଜାଗାରେ ଦିମାଗ ଆଉଟ ହେଲା। ଯେତେବେଳେ ଏଡିଟିଂ କଲି ସେଟା ମାନେ ମୋ ସାମ୍ନାରୁ ଆମେ ଦେଖୁଛୁ, ମୋ କାକା ଯିଏ ଯାଇଥିଲେ ସେ କହୁଛନ୍ତି ଯେ ନାଇଁ ଏଠି କିଏ ଗୋଟେ ଠିଆ ହେଇଛି, ଯୋଉଟାକି ମୁଁ ବି ଦେଖିପାରୁନି ସେଇ ସମୟରେ। ମାନେ ଯେହେତୁ ପଡିଯାଇଥିଲି, ପଡିକି ହଠାତ୍ ଉଠିକିନା କିଏ ଚାଲ ଗୋଟେ ମାନେ ମାଇଣ୍ଡ ସେଟଅପ୍ ଚେଞ୍ଜ ହେଇଯାଇଥିଲା, ନର୍ଭସ ହେଇଗଲି। ନର୍ଭସ ହେଇଗଲା ପରେ ଦେଖିଲି ସେଠି ଏମିତି କିଛି ନଥିଲା, କିନ୍ତୁ ଯେତେବେଳେ ମୁଁ ସେଇ ଜାଗାଟାକୁ ଜୁମ୍ ଆଉଟ୍ କରିକି ଦେଖିଲି, ଭାଇ ବିଶ୍ୱାସ କରିବନି, ପ୍ରପର ପୁରା ଜୁମିଂ ହେଲା ଟାଇପର ଏମିତି ଆସେ ଭାରି। ଧର ଏମିତି ଗୋଟେ ଜିନିଷ ଅଛି ଏଠି, ଏଇଟା ଯେମିତି ପୁରା ଏମିତି ପଳେଇ ପୁରା ମିଳିଗଲା। ସେଇ ଜିନିଷଟା ମୁଁ କେବେ ଜାଣିନଥିଲି, ଯୋଉଟାକି ରିଏଲାଇଜ କଲି ନିଜେ, ଅନୁଭବ କଲି। ତ ଏମିତି ବି ଖୁସି ଲାଗିଲା ଯେ ନାଇଁ ଅନ୍ୟ ବ୍ଲଗର ମାନେ, ବଡ ବଡ ବ୍ଲଗର, ୟୁଟ୍ୟୁବର, ବଡ ବଡ ଲୋକେସନକୁ ଯାଇକିନା ଭିଜିଟ କରିପାରୁଛି। ମୁଁ ବି ଏମିତି ଟିକେ ଆସିପାରିଲି ଏତେ ରାତିରେ, ସେଇଟା ଗୋଟେ ମୁଁ ଖୁସି ଲାଗିଲା। କିନ୍ତୁ ଏମିତି ନେକ୍ସଟ ଗଲା ପରେ ପରେ ବହୁତ ଗୁଡେ ଭିଡିଓ ଏମିତି ବନେଇଲୁ। ତାପରେ ପରେ ସେଣ୍ଡିକଟା ଗୋଟେ କଲ୍ ଆସିଲା ଯେ ସ୍ୱର୍ଗଦ୍ୱାରକୁ ଆପଣ ଭିଜିଟ କରିବେ।
ଜଣେ ଭାଇ ଜଣେ ଆସିଥିଲେ, ସେ କହିଥିଲେ ତ ଗଲୁ। ଆଉ ଆମକୁ ବାହାରିଲୁ ରାତି 10ଟା ପରେ ଆସିବୁ, 12ଟା ନାହିଁ 10ଟା ପରେ ଆସିବୁ। ତ ଏମିତି 10ଟାରେ ତ କିଏ ଆପଣଙ୍କୁ ବାହାରିବା କଥା ନାହିଁ, କୌଣସି ଆକ୍ଟିଭିଟି ହୁଏ ନାହିଁ। ସେ ମତେ କହିଲେ ଯେହେତୁ NH ରୁଲରେ 10 ପରେ ଆସିବ, ତମେ ଶ୍ମଶାନରୁ ଆଉ ଟିକେ ଭିତରକୁ ବସିବ, ଏଇ ଶ୍ମଶାନରେ କିନ୍ତୁ ଟିକେ ଭିତରକୁ ବସିବ, ଯୋଉଟା କି କଣ ହବ କଣ ନାହିଁ ତ ତମେ ଏଠିକି ଆସିଲା ପରେ ଆମେ ଯାଇ ଗଲୁ ବି। ଆପଣଙ୍କୁ ଦେଖିଥିଲି ସେଇ ମଶାଣିର କୋଉଠି କେମିତି ସମାଧି ଅଛି, କୋଉଠି ପୋଡା ଯାଉଛି, କୋଉଠି ମାନେ ଯୋଉ ପୋଡିଲା ପରେ ଯୋଉ ହାଡ ଗୁଡା ସବୁ ଚୁନା ହେଇଯାଏ, ପାଉଁଶ କଙ୍କାଳ ଫିଟିଯାଏ, ଏଇ ସାଇଜର ସବୁ ହାଡ ପଡିଥିଲା guys। ଆପଣଙ୍କୁ ସେଠି ସେଇ ବ୍ଲଗ ଦେଖିବେ, ଯଦି ଲେଖା ହେଇଛି ଟଗଟ କରି ଅନେଇବେ, ସେଇ ତ ସେଇ କ୍ଲିପ ଟା ସେଇଠି ଅଛି, ଆପଣ ଦେଖିବେ, ଜାଣିବାକୁ ଚେଷ୍ଟା କରନ୍ତୁ ଯେ ପୁରା ସ୍ଲୋ ମୋସନରେ ଦେଖିବେ ଗାଇସ୍। ଯୋଉଠି ବିଶ୍ୱାକୁ ଆମର କ୍ୟାମେରା ଧରିଥିଲେ ବୁଲେଇ ଦେଲେ ଡାଇରେକ୍ଟ, ଦେଖିବେ ପୁରା 3 ଜଣ ଯାକ ପୁରା ନର୍ଭସ ହେଇଗଲୁ। କିନ୍ତୁ ଗାଇସ୍ ଦେହର ରୋମଟା ଆପଣଙ୍କୁ ବର୍ତ୍ତମାନ ସେ କଥା କହିଲା, ପୁରା ସାମ୍ନା ଶୁଣିବେ, ଯୋଉଠି କିଛି ନାହିଁ, ଖାଲି ଜାଗାଟା, ଗଛଟେ ବି ନାହିଁ, ପାଖରେ ଅଛି କିନ୍ତୁ ଯୋଉ ଜାଗାରେ ଆସିଲେ ଦେଖିଲୁ ସେଠି ଗଛ ବୃକ୍ଷ କିଛି ନାହିଁ। ତ ସେଇ ଜିନିଷଟା କଣ ସେଇଟା ବୋଲି ଫାଷ୍ଟ ଦେଖିଲୁ କିଛି ନଥିଲା, ସେ କ୍ୟାମେରା ସେମିତି ଅଛି। ଯେତେବେଳେ ଟର୍ଚ୍ଚ ଲାଇଟ୍ ଆମେ ବୁଲେଇଲୁ, ମୁଁ ଭାଇଛି ଏମିତି ଫିଲ୍ ହେଲା ନଉଛି ସେ ବ୍ଲଗରେ ଖାଲି ସବୁ ପଳେଇବା ଉପରେ, କାହିଁକିନା ଦବୁଡ଼ି ଯାଉଥିଲା, ଧରି ପକେଇଲି ସେଇ ଜାଗାରେ, କାହିଁକି କଣ ହେଇଥାଇପାରେ କଣ ନାହିଁ। ତାପରେ ଆମ ସାଙ୍ଗରେ ଆଉ ଜଣେ ଯାଇଛନ୍ତି କାକା, ବୁଢା ମଣିଷ ଜଣେ, ସେ ବୟସ ହେଇଗଲାଣି, କିନ୍ତୁ ଯଦି କ୍ୟାମେରାମ୍ୟାନ ସେଠୁ ପଳେଇବ, ତାଙ୍କ ପଛେ ପଛେ ମୁଁ ତ ଯାଇପାରିବିନି କଦାପି, କାହିଁକି କିନ୍ତୁ ଆମ ରେସ୍ପନ୍ସିବିଲିଟି ଆଉ ଜଣେ କେହି ଜଣେ ଆସିବି ସାଙ୍ଗରେ, ତାଙ୍କୁ ତ ଏମିତି ଛାଡି ଯାଇ ହବନି। ଅଟକେଇ ଦେଲି, କିଛି ହବାର ନାହିଁ, ସାଙ୍ଗରେ ଖାଲି ଥାଅ, ମୋ ପାଇଁ ଭଗବାନ ଆସିଛି। ଆଉ ଆମ ଦର୍ଶକ ମାନଙ୍କ ପାଇଁ ଆମେ ଯୋଉ ପରିଶ୍ରମ କରୁଛୁ, କେତେ ଲୋକକୁ ଭଲ ଲାଗିପାରେ, କିଛି ଲୋକ ଭଲ ବି ନାଇଁ ଲାଗିପାରେ, ସତ ଗ୍ୟାରେଣ୍ଟି ନାହିଁ। ଆଜିକାଲି କାହିଁକି ନା ବହୁତ ଏମିତି ୟୁଟ୍ୟୁବର ବାହାରିଲାଣି, ଯୋଉଠି ସତ ମିଛ କାହାକୁ ଲୁଗା ପିନ୍ଧେଇ ଠିଆ କରିଦବାଟା, ବା କୌଣସି ଏକ ଆକ୍ଟିଭିଟି କରିବା ପାଇଁ ଯୋଉ ଜାଗାରେ କିଛି ନାହିଁ ବି ସେଇ ଜାଗାକୁ ବି ନେଇକି ଦେଖେଇଦେବେ। ତ ସେଇ ଜିନିଷଟା ଆମ ସାଙ୍ଗେ ଆମେ, ମୁଁ ହେଟା ତ କେବେ ଜୀବନରେ କରିନି କି କରିପାରିବି ନାହିଁ। କାହିଁକି ଗୋଟେ ଜିନିଷ କଣ, ଆମେ ୟୁଟ୍ୟୁବ ଚ୍ୟାନେଲ ଟା ଯୋଉ ବନେଇଛୁ, ଗୋଟେ ପ୍ରପୋଜରେ ବନେଇଛୁ କଣ କି, ଆମେ ଧର ସବୁଆଡେ ବୁଲୁଛୁ ଆଉ ଲୋକମାନଙ୍କୁ ଭଲ ମନ୍ଦ ଦେଖିବା ପାଇଁ ଗୋଟେ ଦାୟିତ୍ୱ ଆମ ଚାଲୁଛି। ଏଣ୍ଟରଟେନମେଣ୍ଟ ଲୋକମାନେ ଭିଡିଓ ଦେଖିବେ, ଯାହା ପାଖରେ କିଛି କାମ ଟିକେ ନାହିଁ, ଧର ଫିଲ୍ମ ନାହିଁ ହେଲା, ସେ ଟିକେ ୟୁଟ୍ୟୁବ ସର୍ଚ୍ଚ କରେ, କୌଣସି ଏକ ଭିଡିଓ ମୋର ନ ହେଇପାରୁ, ଯେକୌଣସି ଏକ ଏଣ୍ଟରଟେନମେଣ୍ଟ ଭିଡିଓ ଦେଖିବା ପାଇଁ ଚେଷ୍ଟା କରିବୁ। ତ ସେଇ ପ୍ରପୋଜରେ ଭିଡିଓଟା ବନଉ, ଯଦି କିଛି ଆକ୍ଟିଭିଟି ହେଲା ତ ଆପଣ ଦେଖିବେ ଆପଣଙ୍କ ଆଗରେ ରହିବ, କିଛି ନହେଲା ମଧ୍ୟ ଆପଣଙ୍କ ଆଗରେ ରହିବ। ଆଉ ଏମିତି କିଛି ଘଟଣା ନାହିଁ ଯୋଉଟା କି ଦୁନିଆରେ ଘଟେ, ସତ ମିଛ ଭଲ ମନ୍ଦ ସବୁ କିଛି ଅଛି guys। ଜୀବନର ମୂଲ୍ୟ ହଉ ଏଇଆ। ଆଉ ମୋ ଟିମରେ
ଲୋକ ବର୍ତ୍ତମାନ ଗାଁ ଗହଳି ଲୋକ ବି ଅଛନ୍ତି ଯେତିକି ପିଲା ସାଙ୍ଗସାଥି ଏତେ ବୁଲି ମୁଁ ଚେଷ୍ଟା କରିଛି ମୋ ଟିମକୁ ବଢିଆ ପାଇଁ ବହୁତ ଚେଷ୍ଟା କରିଛି କିନ୍ତୁ ଯେହେତୁ ମଙ୍ଗୁନାହାନ୍ତି କାହିଁକି ସେଟା ଅବଭିୟସଲି କଥା ଯେହେତୁ ଗାଁ ଗହଳି ଏରିଆ ଲୋକାଲରେ ନେଗେଟିଭ ଚିନ୍ତାଧାରା ବହୁତ ଲୋକଙ୍କ ପାଖରେ ଥାଏ ତ କେହି ରାଜି ହୁଅନ୍ତି କେହି ରାଜି ବି ହୁଅନ୍ତି ନାହିଁ ସେଇପରି କିନ୍ତୁ ମୋ ଟିମରେ ଯୋଉମାନେ ଯାଉଛନ୍ତି ସେମାନେ ଆକ୍ଚୁଆଲି ମୋ ସାଙ୍ଗରେ ଡ୍ୟୁଟି ବି କରୁଛନ୍ତି ପ୍ରତ୍ୟେକ ଦିନ ରେଗୁଲାର ଡ୍ୟୁଟି କିନ୍ତୁ ଗୋଟେ ଫ୍ୟାସନ ଯୋଉ ୱାର୍କ ଇଜ ୱାର୍କ କାମ ନ କଲେ ପରିବାର ଚଳିବ ଯଦି ଗୋଟେ ଲୋକ ୟୁଟ୍ୟୁବରୁ ପଇସା କମେଇବା ପାଇଁ ଚାହୁଁଛି ସେ ଭଲ ଭଲ କଣ୍ଟେଣ୍ଟ ଆଣିପାରିବ କିନ୍ତୁ କେତେବେଳେ ନା ସେତେବେଳେ ପରିଶ୍ରମ କରି 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 ବର୍ଷେ ଲାଗିପାରେ 2 ବର୍ଷ ଲାଗିବା ପାଞ୍ଚ ବର୍ଷ ଲାଗିପାରେ ତାକୁ ସକ୍ସେସ ପାଏ ସେଇଟା ପରିଶ୍ରମର ଫଳ ଉପରେ ଡିପେଣ୍ଡ କରେ କିଏ କେତେ ପରିଶ୍ରମ କରିପାରୁଛି ସୋସିଆଲ ମିଡ଼ିଆରେ କେତେ ଚ୍ୟାଲେଞ୍ଜ ଆକ୍ସେପ୍ଟ କରିପାରୁଛି କାହିଁକି ସୋସିଆଲ ମିଡ଼ିଆରେ ଏମିତି ଗୋଟେ ଜିନିଷ ଅଛି ଗାଇସ୍ ଯେତିକି ପରିଶ୍ରମଟା କରିବ ତା ଫଳଟା ଆଜି ନହେଲେ ବି 5 ଦିନ ପରେ ପାଇବ ମୁଁ ଆଜି ଏଥିରେ ପରିଶ୍ରମ କରୁଛି କିଛି ଜିନିଷକୁ ନେଇକି ଏକ୍ସପୋଜ କରିବା ପାଇଁ ଚେଷ୍ଟା କରୁଛି ଯଦି ଏଥିରେ ସଫଳ ହେଲାନି ଧର ଗୋଟେ ମାସ ୟୁଜ୍ କଲା ପରେ ସଫଳ ହେଲାନି ତ କହିବେ ନା ଛାଡ଼ିଦବା ଧର ସଫଳ ହେଲାନି ତ ଆପଣ କହିବେ ସେଇ ଜିନିଷକୁ ଛାଡ଼ିଦବା ଆଉ ଗୋଟେ କଣ ଗୋଟେ କରିବା ସେଟା ବି ହେଲାନି ଆଉ ଗୋଟେ କଣ କରିବା ଏମିତି ଯଦି ଚିନ୍ତାଧାରା ମାଇଣ୍ଡରେ ରହିବ ନା ଆପଣ କେବେ ଉପରକୁ ଉଠି ପାରିବେନି ବୁଝିଲେ ମୁଁ କଣ କହୁଛି ଆଗକୁ ଆମେ ଗୋଟେ କାମକୁ ଯଦି ବାର ବାର କରିବା ପାଇଁ ଚେଷ୍ଟା କରିବା ଆମର ଥରେ ଭୁଲ ହେଲା 2 ଥର ଭୁଲ ହେଲା 4 ଥର ଭୁଲ ହଉ 5 ଥର ବି 10 ଥର ହେଇଯାଉ କିନ୍ତୁ ସେଇ ଜିନିଷଟାକୁ ଆମେ ଧର ଗୋଟେ ଏଇଆ କହିଲି ଛୋଟ ଅଛି ତାକୁ ଆମେ କଣ ଲମ୍ବେଇ ଦବା ପିଟିକି ୟା ସାଙ୍ଗେ ମିଶେଇ ପାରିବା ହାପିଚ୍ ଛୋଟ ଅଛି ଆଉ ତ ଲମ୍ବେଇକି ମିଶେଇ ପାରିବାନି ଚେଷ୍ଟା କରିବା ଆଙ୍କ 2 ଜଣଙ୍କର କମ୍ବିନେସନ ଟା କେମିତି ଏମିତି ଅଛି ତାକୁ ଆମେ ଏକ କରିବା ଏକ କରିବା କେମିତି ଯଦି ଏମିତି ରହିଲା ଇଏ ଏକ ହେଇକି ରହିବ ଗୋଟେ ଆଙ୍ଗୁଳିରେ ପିଟି ଦେଲେ କାହାକୁ କାଟିବ ଏତେ କାଟିବ 2ଟା ଆଙ୍ଗୁଳି ଦେବା ବହୁତ କାଟିବ କାହିଁକି ଏଇ କଥା କିନ୍ତୁ ଜାଣିଛନ୍ତି ଆମେ ପ୍ରଥମେ ଭୁଲ କଲେ କାଦୁରେ ପଶିଗଲେ ପାଣି ଦେଖି ନାତି କଲେ ଯିବା କେମିତି ପାଣି କଣ ଖୋଜିବା ଏରିଆ ଯାକ ଖୋଜୁ ଖୋଜୁ ଟାଇମ ପଳେଇବ ସେତେବେଳେ କଣ କରିବା କହିଲେ ଏବେ କାଦୁରେ କାଇଁ ପଳେଇବି ପାଣି ପାଉ ଜିନିଷ ସେ କିନ୍ତୁ ଯଦି ଆମେ ଜାଣିଛି ପାଣି ସେ ଜାଗାରେ ଅଛି କିଏ ହଉ ଗାଡି ଆଉ ଯୋଉଠି ବି ପାଣି ଅଛି ସେ ଜାଗାରେ ତ କାଦୁଅ ଯେତେ କାଦୁଅ ମାଇଣ୍ଡ ଅଛି ପାଣି ଅଛି ସେ ଜାଗାରେ ଦେଖିକି ତମେ ପାଣି ଅଛି କାଦୁଅ ହବ 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 ଯେତେବେଳେ ତମ ଗୁଡ କହିବ ଯେ ନାହିଁ ମତେ ଧୋଇ ଦିଅ ମନ ଚାହିଁବ ଯେ ନାହିଁ ଏଥର ମୁଁ ପରିଷ୍କାର ହେବି ସେ ପାଣି ପାହାକୁ ଆପଣ ଯିବେନି ଆପଣ ଯଦି ପାଣି ଖୋଜି ଖୋଜି ପଳେଇ ଆସିବ କଣ ପାଇଁ ଶ୍ରାବଣ ମାସ ପଳେଇ ଆସିବ। ତ ସେଇଭଳି ଗାଈ ଆପଣ ମୁଁ ବି
ଆମେ କହୁଛୁ ଆମର ଶୀଘ୍ର ଶୀଘ୍ର ଇମ୍ପ୍ରୁଭ୍ ହେଇଯାଉ, ଗ୍ରୋ ହେଇଯାଉ ଚ୍ୟାନେଲ, ଆଉ ମନିଟାଇଜେସନ ହେଇଗଲେ ଆମେ କିଛି ପଇସା ଇନକମ୍ କରିଦବା, ଟିମ୍ ବଢେଇଦବା, ଆଉ ଭଲ ଭଲ ଭିଡ଼ିଓ। ସେଇ ମାଇଣ୍ଡ ମେକଅପ୍ ଟା ଆପଣ ମନିଟାଇଜେସନ ହବା ଆଗରୁ ଭାବିଦିଅନ୍ତୁ, ଯଦି ସେ ଜିନିଷଟା କରିଦିଅନ୍ତୁ, ଏଇଭଳି ଯୋଉ କଣ୍ଟେଣ୍ଟ ବି ଦଉଛନ୍ତି, ତ ସେଇ କଣ୍ଟେଣ୍ଟଟା ଯୋଉଟା ମନିଟାଇଜେସନ ହେଲା ପରେ ଆମେ ଭଲ ଭିଡ଼ିଓ ଦବୁ ବୋଲି ଭାବୁଛୁ, ଯଦି ବର୍ତ୍ତମାନ ସେ ଭଲ ଭିଡ଼ିଓଟା ଦବୁ ତାହେଲେ ଅସୁବିଧା କଣ? ସେଇଆ ହିଁ ଗାଇସ୍, ମୁଁ ବି ଚେଷ୍ଟା କରିଛି ମୋ ଲାଇଫରେ ସବୁ ଦୁଃଖ କଷ୍ଟକୁ ସାମ୍ନା କରିବାର କ୍ଷମତା ମୁଁ ରଖିଛି। ସେ ଇଏମଆଇ ଉପରେ ହଉ, ପରିବାର ଚଳେଇବା ଉପରେ ହଉ, ଫ୍ୟାମିଲି ରିଲେଟେଡ୍ ହଉ, ବା ଆମର ଆଖପାଖ, ଆଉ ଏତେ ଜାଗାକୁ କାମ କରିକି ଡ୍ୟୁଟି ଯାଉଛି। ମୋ କାମ ଗାଇସ୍ ହଉଛି ମୋ ୱାର୍କ ଫେମସ୍ କହିଲେ ମୁଁ ହଉଛି ଗୋଟେ ରାଜମିସ୍ତ୍ରୀ। ସୋସିଆଲ ମିଡ଼ିଆରେ ଦେଖିଥିବେ ଆପଣମାନେ, କିଛି ମିସ୍ତ୍ରୀ ଅଛନ୍ତି ଘର କାମ କଲା ବେଳକୁ ଭିଡ଼ିଓ କରିକି ଛାଡୁଛନ୍ତି, ଇନଷ୍ଟାଗ୍ରାମ ହଉ ଫେସବୁକରେ ହଉ, ଯେକୌଣସି ମେଥଡ ସେ ସୋସିଆଲ ମିଡ଼ିଆରେ ଖେଳ ଖେଳୁଛନ୍ତି। ସେଇଟା ମୁଁ ବି କରିପାରିଥାନ୍ତି, କିନ୍ତୁ ସେଠି କଣ ହୁଏ, ପ୍ରୋବ୍ଲେମ ବହୁତ ଆସେ। କଣ ପାଇଁ କହିଲେ, ମାଲିକ ଆପଣଙ୍କୁ ଡାକିଛି କିଛି ପଇସା ଖର୍ଚ୍ଚ କରୁଛି, ଆପଣଙ୍କୁ 15 ମିନିଟ୍ ଦେବେ ଗୋଟେ ଭିଡ଼ିଓ ବନେଇବା ପାଇଁ, ଅପଲୋଡ୍ କରିବା ପାଇଁ, 15 ମିନିଟ୍ ମାଲିକ ଦେଇପାରିବେ? ମାଲିକ ମାଇଣ୍ଡ ଟିକେ ସେଟେନ୍ସ ହେବେ, କୁଆଡେ ଆସିଛି, କାମକୁ ଆସିଛି, କାମ ୱେଷ୍ଟ କଲା, 8 ଘଣ୍ଟା କାମ କରି ଆସିଲା, ଦିନେ ଛାଡିଦବ, 2 ଦିନ ଛାଡିଦବ, 3 ଦିନ ବି ଛାଡିଦବ, 5 ଦିନ ବି ଛାଡିଦବ, 6 ଦିନ ନିହାତି କହିଦେବେ ଯେ ତମେ କାମ କରି ଆସିଛ ନା ଏଠିକି ତାମସା କରି ଆସିଛ ଆମ ଲୋକାଲ ଭାଷାରେ। ସେଥିପାଇଁ ଆଜି ଏମିତି ରିଜିନ କୋଉ ମାଲିକ ଚାହେଁ ସେ ଉପରକୁ ଉଠୁ, କୋଉ ମାଲିକ ଚାହେଁ ସେମିତି गरीब है के मरना, गरीब है के जीना भी, यही ଆମେ ହିଁ ସେଇଭଳି ପରିଶ୍ରମ କରୁଛୁ ଗାଇସ୍, ଭିଡିଓ ବନଉଛୁ, ଆଜି ଯିବା କଥା ଗୋଟେ ଜାଗାକୁ ଯାଇପାରୁନୁ କାହିଁକି, ଯୋଉଟା କି ଆମ 3 ଜଣର ଯୋଉ ଟିମ୍ ଅଛି, ସେ ଟିମ୍ ଭିତରେ କାହାର ଟିକେ ଅସୁବିଧା ହେଲେ ମୁଁ ଗାଇସ୍ ପ୍ଲାନ୍ କ୍ୟାନ୍ସେଲ କରିଦିଏ। କଣ ପାଇଁ କହିଲେ, ଏକଲା ତ ଯିବାର କୌଣସି ସମ୍ଭବ ନାହିଁ, ଯେହେତୁ ଆମେ କୋଉ ନର୍ମାଲ ଭିଡିଓ ତ ବନଉନୁ, ବନଉଛୁ କୋଉ ଶ୍ମଶାନ ବା କୋଉ ଜାଗାରେ ଅକାଳ ଅପମୃତ୍ୟୁ ହେଇଛି। ଦିନ ବେଳେ ମୁଁ ଗୋଟେ ଦେଖେଇଥିଲି, ଆପଣ ଦେଖିଥିବେ, ଛୋଟ ଛୁଆରୁ ନେଇ ଗାଡି ଆକ୍ସିଡେଣ୍ଟ, ସୁଇସାଇଡ କେସ୍ ଯେତେ ଯେତେ ଏମିତି ହେଇଛି, ମାନେ ଖତରନାକ ମୃତ୍ୟୁ, ସମସ୍ତଙ୍କୁ ସେଇଠି ପୋଡା ହେଇଗଲା। ମୁଁ ଏତିକି ଜାଣିଛି ଯୋଉ ଜାଗାରେ ପୋଡାପୋଡି ହେଇଛି, ସେଇ ଜାଗାରେ ଏତେ ଆକ୍ଟିଭିଟି ହଉଛି କଣ ପାଇଁ, ଗୋଟେ ଡେଡ୍ ବଡି ଜଳିଲା ପରେ ସେ ପେଟ ହେଇଯାଏ, ପେଟ ମାନେ ସେ ତା ବାଟେ ପଳେଇଯାଏ, କିନ୍ତୁ ଯୋଉମାନଙ୍କର ମୃତ୍ୟୁ ଆଗରୁ ମୃତ୍ୟୁ ହେଇଯାଏ, ବୁଝିପାରୁଛ, ହଠାତ୍ ବା ଅକାଳରେ ବିୟୋଗ ହେଇଯାଇଛି, ବେଟାଇମ୍ ସମୟ ଆସେ, ସେମାନେ କଣ ହଉଛି, ତାଙ୍କର କିଛି ଆଶା ଥାଏ, ସେ ଆଶାଟାକୁ ସେ ପୂରଣ କରିପାରେ, ଯାହା ଫଳରେ କି ତାଙ୍କ ଜାଗାକୁ ଯାଇକି ତାଙ୍କର ଯୋଉ ମାଇଣ୍ଡ ଟା ରାଗ ହେଇକି ଥାଏ ନା, ତମେ
ହଇରାଣ କରିବା ପାଇଁ ଗଲ ସେ କିଛି ଆକ୍ଟିଭିଟି କରେ ଏମିତି ନୁହଁ କି କେହି ଆସିକି ଆପଣଙ୍କୁ ମାରିଦେବେ ପିଟିଦେବେ ସେ ଜିନିଷ ଆତ୍ମା ଗୋଟେ ଖୋଜି ଯାଇଛି ମୁଁ ବାର କହୁଛି ସେ ଯୋଉଠି ଛାୟା ତା ଛଡା ଆଉ କିଛି ନାହିଁ। ତ ଗାଇସ୍ ଏଇଆ ଥିଲା କିଛି ଷ୍ଟୋରି ଆପଣମାନେ ମୋ ଭିଡିଓ କେତେ ଭଲ ପାଇବା ଦେବେ କଣ ଦେବେ ସେଟା ଆପଣଙ୍କ ଉପରେ ନିର୍ଭର କରେ ଗାଇସ୍ ଆଉ ମୁଁ ଯେତିକି ଜାଣିଛି ମୋ ଭିଡିଓ ତ ଫେକ୍ କ୍ୱାଲିଟିର କୌଣସି ଜିନିଷ ମୁଁ ବନେନି କୌଣସି ଜିନିଷ ଦେଖେନି ଯଦି ଫେକ୍ ବନେଇବାର ଥିଲା ମୁଁ ଆରମ୍ଭରୁ ଗାଇସ୍ ଫେକ୍ ବନେଇବି କାହିଁକି ନା ମୁଁ କାହାକୁ ବି ଶାଢୀ ପିନ୍ଧେଇକି କେବେ କେତେବେଳେ ବ୍ଲଗ ବନେଇ ଦେଇଛି 3 ଜଣ ଯାଉଛୁ କହିପାରିବୁନି ଆମେ ବି କାହିଁକି ଆପଣ କ୍ୟାମେରା ପଛରେ କଣ ଚାଲିଛି ଆପଣ କିଏ ଦେଖୁଛି କି ଦେଖୁନାହାନ୍ତି ତ ସେଇ ଜିନିଷଟା ମୁଁ ବି କରିପାରିଥାଏ ମୁଁ କାହିଁକି ଆପଣଙ୍କୁ କହୁଛି ଆମେ 3 ଜଣ ଆମ ସାଙ୍ଗରେ କେହି ନା ବିଶ୍ୱାସକୁ ଜାଣିକି ସେ କ୍ୟାମେରା ଆଖ ପାଖରେ କେହି ନାହିଁ ଆଉ ବର୍ତ୍ତମାନ ଗାଇଛି ମୁଁ ଯୋଉ ଭିଡିଓ ସବୁ ବନଉଛି এই ଭିଡିଓଟା ଆମର 20 କିଲୋମିଟର ରେଡିଏସନ ଭିତରେ ମୁଁ ବନଉଛି 20 କିଲୋମିଟର 20-25 କିଲୋମିଟର ହବ ତା ଭିତରେ ଯାହା ଲୋକେସନ ଯେତିକି ଅଛି ସେଇଗୁଡାକୁ ମୁଁ ଆପଣଙ୍କ ଆଗରେ ବନଉଛି ଗାଇଛି ତ ସେଠି କଣ ହବ କଣ ନାହିଁ ମୁଁ କିଛି ଶୁଣିଛି ଜାଣିଛି ସେଇ ଜିନିଷଟାକୁ ମୁଁ ଆପଣଙ୍କ ଆଗରେ ଏକ୍ସପ୍ରେସନ କରୁଛି ତ ଏଇଆ ହିଁ ଗାଇସ୍ ଆପଣ ଯୋଉମାନେ ଭୂତ ପ୍ରେତ ଉପରେ ବିଶ୍ୱାସ କରନ୍ତି ବା ଯାହା ବି କିଛି ଭିଡିଓ ମୁଁ ଦେଖଉଛି ଆପଣ ସମସ୍ତଙ୍କୁ ସପୋର୍ଟ କରନ୍ତୁ ମତେ ବି ଟିକେ ସପୋର୍ଟ କରନ୍ତୁ ଏତିକି ରିକ୍ୱେଷ୍ଟ ଗାଇଜ କରୁଛି ଆପଣଙ୍କୁ ଯେତିକି ବି ଲୋକ ଦେଖୁଛନ୍ତି ବର୍ତ୍ତମାନ ମୋ ରିକ୍ୱେଷ୍ଟ ରହିଲା ଆପଣ ସପୋର୍ଟ କରନ୍ତୁ କାହିଁକି ଆପଣଙ୍କ ସପୋର୍ଟ ବିନା ଆମେ ଗାଇଜ କିଛି ନାହିଁ ଯାହା ଯେତିକି ଏ ବିଷୟରେ ଆମେ ଜାଣିଛୁ ଆପଣ ଦେଖୁଛନ୍ତି ଆଉ ସେ ଜିନିଷ ହଉଛି କଣ କହିଲେ ମୁଁ ଏମିତି ଏକ୍ସପେରିମେଣ୍ଟ ଏତିକି ଟାଇମରେ ଆସିଲୁ ଏତିକି ଟାଇମରେ ଆମେ ଖାଇଲୁ ଏତିକି ଟାଇମରେ ଏଇଆ କଲୁ ସେଇଆ କଲୁ ସେ ଜିନିଷ ନାହିଁ ଲୋକେସନ ସଠିକ ହୋଇଯାଇଛି 11 ଯାଅ 12 ଯାଅ 1 ଯାଅ 2 ଯାଅ ବା 6টাରେ ବି ଯାଅ ରାତିରେ কি କରିପାରିବେ ଗୁଗୁଲରେ ସର୍ଚ୍ଚ କରି ଦେଖ ବହୁତ ପ୍ରକାର ମୁଁ ଦେଖିଛି ବହୁତ ଜିନିଷ ଏମିତି କରୁଛି ପ୍ରାୟ ଲୋକ ତ ସେ ଜିନିଷ ମୁଁ ବିଶ୍ୱାସ କରେ ଯେହେତୁ ଗୋଟେ ହଣ୍ଟେଡ୍ ଲୋକେସନକୁ ଯିବା ପାଇଁ କୌଣସି ସମୟର ଆବଶ୍ୟକତା ଯଦି ଲୋକ ପ୍ରାୟ କହନ୍ତି ଯେ ତମେ ଭୂତ ଖୋଜି ଯାଉଛ ଭୂତ ଧରି ଯାଉଛ କାହା ଗାଡିରେ ଏତେ ପାଣି ଅଛି ବା ଭୂତଟାକୁ ଧରି ଯାଉଛି କିଏ ଖୋଜି ଯାଉଛି ପ୍ରାୟ ଲୋକ କହନ୍ତି ଦମ ଅଛି ତାର ଦମ ଅଛି ଭୂତକୁ ଧରିବ ଯାଇ ସବ ଫାଲତୁ ବେକାର କଥା କାହିଁକି ମୁଁ କହିଲି ଏଇଟା ଯେ ଗୋଟେ ଛାଇକି ନିଜ ଛାଇକି ଯିଏ ଧରିଦବ ସେ ଭୂତକୁ ଧରିଦବ ସେତିକିରୁ ବିଶ୍ୱାସ କର କାହିଁକି ଆତ୍ମା ହଉଛି ଗୋଟେ ଛାଇ ଆଉ ତା ଛଡା କିଛି ନୁହେଁ ତମ ଦେହରେ ପଶି ଯାଇକିନା ତମକୁ ନଉଟେ ପାଉଟେ ପାରିବ ଫିଲିଙ୍ଗ ନୁହଁ ଇଏ ହଉଛି ରିଏଲ ଲାଇଫ ରିଲରେ ଯାହା ହଉଛି ସେସବୁ ଫାଲତୁ ଏଣ୍ଟରଟେନମେଣ୍ଟ ପାଇଁ ଲୋକ ସେ ବନଉଛି ଭୂତ ଏଇଆ କରିଦେଲା ଭୂତ ସେଇଆ କରିଦେଲା ଇଏ ଭୂତ କିଛି କରିନି। ତ
ଆଉ କିଛି କଥା ନାହିଁ ଗାଇସ୍, ଯାହା ହେଲା ଆପଣ ଯେତିକି ଲୋକ ଦେଖୁଛନ୍ତି ଭିଡିଓକୁ ଭରା ମାତ୍ରାରେ share କରନ୍ତୁ। ଯଦି ମୋ କଥାଟି କାହାକୁ କଷ୍ଟ ଦଉଛି କି କାହାକୁ କଣ ଲାଗୁଛି କମେଣ୍ଟରେ କହିବ। ସବସ୍କ୍ରାଇବ ନିହାତି କରିବେ। এই ভিডিওটি গাইজ ମୁଁ ଏଇଠି ରଖୁଛି। କାଲି ଦେଖା ହବ ଆମ ନେକ୍ସଟ ବ୍ଲଗରେ।